ପିଇବାକୁ ଗଲା ମଦ ଫେରିଲା ଶବ ହୋଇ ପରିବାର ଲୋକ ହତ୍ୟା ଅଭିଯୋଗରେ ତଦନ୍ତ କରୁଛି ପୋଲିସ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲି ଫାଣ୍ଡି ସଦର ଗ୍ରାମର ସନା ଭୂମିଆ 60 ବର୍ଷରୁ ଉର୍ଦ୍ଧ୍ୱ ହେବ। ଗତକାଲି ସକାଳୁ ସନା ମଦ ପିଇବାକୁ ନିକଟସ୍ଥ ବାରା ଗ୍ରାମକୁ ଯାଇଥିଲା, କିନ୍ତୁ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇନଥିଲେ। ସନ୍ଧ୍ୟାରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ସନାର ମୃତଦେହ ଟେକଗୁଡ଼ା ଏକ ଜମିରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ, କିନ୍ତୁ ସନାର ଗୋଡ଼ରେ ଗଭୀର କ୍ଷତ ଚିହ୍ନ ଦେଖିବା ପରେ ସନାର ସ୍ୱାଭାବିକ ମୃତ୍ୟୁ ହୋଇଛି ନା ତାକୁ କେହି ହତ୍ୟା କରି ସେହିଠାରେ ଫିଙ୍ଗି ଦେଇଛି ତାହା ସନ୍ଦେହ ଘେରରେ ପରିବାର ଓ ଗ୍ରାମବାସୀ। ଗତକାଲି ବିଳମ୍ବିତ ରାତିରେ ସନାର ପୁଅ ସାନିଆ ମାଥିଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଯେ ମୋ ବାପାଙ୍କୁ କେହି ହତ୍ୟା କରି ଜମିରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ମାଥିଲି ଥାନା ଅଧିକାରିଣୀ ଦୀପାଞ୍ଜଳି ପ୍ରଧାନ ଲିଖିତ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରିବା ସହିତ ନବରଙ୍ଗପୁରଠାରୁ ସାଇଣ୍ଟିଫିକ ଟିମ୍ ଆସିବା ପରେ ତଦନ୍ତ ଆରମ୍ଭ ହେବ ବୋଲି ଆମକୁ ସୂଚନା ଦେଇଛନ୍ତି। ମଙ୍ଗରାଜ ଭୂମିଆ ମୋର ବଡ଼ ବାପା ଲାଗବ କେମିତି ମଲା ବୋଲେ ମୋର ବଡ଼ ଭାଇ କହିଲା କାଲି ସକାଳେ 8ଟା ବେଳେ ବାହାରିଛି, ପୁଣି ହେଲେ ଭାରାପଟେ ଆସିଛେ, ଭାରାପଟେ ଆସିକି ସନ୍ଧ୍ୟା ସମୟ ହେଲା ଘର ଫେର ନାହିଁ। ହେଲେ ମୋର ବଡ଼ ବାପାର ମାଇକିଣା କହିଲା ବାବୁ ତମର ବାବା ଆସେ ନାହିଁ, ଏଟା ପର ଯାକ ସକାଳେ ବାହାରିଲା ଅଛି, ଏଟା ପର ଯାକ ଆସେ ନାହିଁ, ଡଗର ଯାଇ ଦେଖା ବଲଲା। ସେତେବେଳେ କାହିଁକି ଏମନ କାହିଁକି ବୁଢ଼ା ବୁଢ଼ୀ 2 ଲୋକ ଗଲେ, ମୋର ଭାଇ ଆରେ ବାଉଜ ଭାଇ ବାଉଜ ଡଗର ଗଲେ। ପୁଣି ହେଲେ ଡଗର ଯାଇକରି ବାଉଜ ଅଲଗା ପଟ ଖୋଜିଲା ଆଉ ନାନା ଅଲଗା ପଟ ଖୋଜିଲା। ପୁଣି ହେଲେ ବାଉଜ ଆଗରେ ଦେଖିଲା, ତାପରେ ନାନାକୁ ଡାକଲା। ପୁଣି ନାନାକୁ ଡାକିକରି ନା ଏଠି ମରିଛେ। ତାପରେ ଭାଇ କାହିଁକି ମୋତେ ଫୋନ୍ କଲା, ମୋତେ ଫୋନ୍ କରାକୁ ମୁଁ ବାହାରି ଆସିଛେ। ହେଲେ ଦେଖିଲା ପରେ ଏମିତି ପଡ଼ିଛି ସିଏ। ତାପରେ ମୁଁ ଗାଁ ବାଲାକୁ ଜଣେଇଦେଲି। ଏଫଆଇଆର ତ ଖରା ହେଇଛି ଆଜ୍ଞା। ଆମେ ଭାବୁଛୁ ଏଇଟାକୁ କେସ୍ ଦେଇଛୁ ଆଜ୍ଞା। ଆମେ କେମିତି ମଲା ବୋଲିକି ନିୟମ କରିବାକୁ ଆମେ ଚାହୁଁଛୁ ଆଜ୍ଞା। ରହିଗଲୁ ଏବେ କାହାକୁ କେହି ଚିନ୍ତା କରିପାରୁନୁ। ନାଇଁ ନାଇଁ ମାରିବା କଥା କିଛି ନାହିଁ। ଆମେ ତ ପିଇଲେ ମିଶା ପିଇଲୁ, ନ ପିଇଲେ ମିଶା ପିଇଲୁ, ଭଲ କଥା। ଖାଲି ଗୋଟେ ଆମର ଜାଣିଛନ୍ତି ଯେ ସବୁ ଆମର ଏ ଦୁନିଆର ଲୋକ ଆମେ ଚାରି ଖଣ୍ଡେ କାମ କରିଲୁ ଭଲ। ହେଲେ ତାଇଁରେ କ'ଣ ଏମିତି ଗୋଟେ ଖାଇବା ପିଇ ହୋଇକରି ଯେଉଁଠି ଯେ ଗୋଟେ ବାଟେ ଘାଟେ ମଲା କି ନ ମଲା ସେଟା ସେ ବାବୁମନ କି ଚଙ୍ଗଚାତି ଆସିଥିଲେ କି ଜଣେ ଆସିଥିଲା ସେଟା ତୁମେ ଆପଣ ଇନକ୍ୱାରି କରନ୍ତୁ। ସେ ଜଣେ ଆସିଥିଲେ କାହିଁକି କହିପାରିବ ନାହିଁ, ଚଙ୍ଗଚାତି ଆସିଥିଲେ କାହିଁକି ସେଟା କହିହେବ। ମାନେ ଚଙ୍ଗଚାତି ଆସିଥିବେ ଆକା ସେମାନେ। ବାରା ଗାଁକୁ ତ ନିନ୍ଦା ହେଇଗଲା ବୋଲେ ଆଉ। ନାଇଁ 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 ଗାଁ ଲୋକ ତ ଆମେ ଡାଉଟ୍ କରି କିଛି କରି ହେଉନାହିଁ। ମାନେ ସେମାନେ ଯେ ଯେଉଁ ଦିନେ କି ଆମେ ତ କନଫର୍ମ ଜାଣିନୁ ଆଜ୍ଞା। ମାଲକାନଗିରିରୁ ବାସୁଦେବ ଜେନାଙ୍କ ରିପୋର୍ଟ, ବିଶ୍ୱବିଜୟ ନ୍ୟୁଜ, ଓଡ଼ିଶା।